Please like and subscribe. ପିଲାମାନେ ବର୍ତ୍ତମାନ ସମାଜରେ ଲୋକମାନଙ୍କ ମଧ୍ୟରେ ସମୟାନୁବର୍ତ୍ତିତାର ଘୋର ଅଭାବ ଦେଖାଯାଉଛି। ସମୟାନୁବର୍ତ୍ତିତା କୌଣସି ଏକ ପ୍ରତିଷ୍ଠିତ ବ୍ୟକ୍ତିର ଏକ ଭଲ ଗୁଣ ଅଟେ, କିନ୍ତୁ ବର୍ତ୍ତମାନ ଏହାର ଅଭାବରେ ଛାତ୍ରଛାତ୍ରୀମାନେ ବିଶେଷ କରି ବହୁତ ଅସୁବିଧାରେ ପଡୁଛନ୍ତି। ତେଣୁ ଛାତ୍ରଛାତ୍ରୀମାନଙ୍କର ସ୍ୱଭାବ ପରିବର୍ତ୍ତନ ପାଇଁ ଏହି ଗଳ୍ପଟି ଉଦ୍ଦିଷ୍ଟ। ଏହା ନବମ ଶ୍ରେଣୀର ପାଠ୍ୟପୁସ୍ତକର ଅନ୍ତର୍ଭୁକ୍ତ ଅଟେ। ଏହା ଡକ୍ଟର କୁମାର ଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ରଚିତ। ଆସ ଶୁଣିବା ଗଳ୍ପ ସମୟାନୁବର୍ତ୍ତିତା। ମାଧବ ଗାଁ ବିଦ୍ୟାଳୟର ପାଠ ସମାପ୍ତ କରି ଉଚ୍ଚ ବିଦ୍ୟାଳୟକୁ ଆସିଲା। ଗୋଟିଏ ଆବାସିକ ବିଦ୍ୟାଳୟରେ ପିତା ତାର ନାମ ଲେଖାଇଦେଲେ। ପିତା ବିଦ୍ୟାଳୟର ଛାତ୍ରାବାସରେ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରି ସବୁ ଆବଶ୍ୟକୀୟ ଦ୍ରବ୍ୟ ତାକୁ ଦେଇ ଗୃହକୁ ଗଲେ। ବିଦ୍ୟାଳୟର ପ୍ରଥମ ଦିବସ। ପୂର୍ବ ରାତ୍ରିରେ ସମସ୍ତ ପିଲାମାନେ ଖବର ପାଇଲେ ଯେ ସକାଳ 9ଟାରେ ଶ୍ରେଣୀ ଆରମ୍ଭ। ମାଧବ ବିଦ୍ୟାଳୟକୁ ଯିବାକୁ ଯେତେବେଳେ ସଜ୍ଜିତ ହେଲା ସେତେବେଳେ 9ଟା ହୋଇଯାଇଥିଲା। ଏହାପରେ ସେ ଧୀରେ ଧୀରେ ବିଦ୍ୟାଳୟକୁ ଗଲା। ଯେତେବେଳେ ସେ ଶ୍ରେଣୀ ନିକଟକୁ ଗଲା ସେତେବେଳେ ସବୁ ଛାତ୍ରଛାତ୍ରୀ ଶ୍ରେଣୀରେ ଉପସ୍ଥିତ ଥିଲେ। ପାଠପଢ଼ା ଆରମ୍ଭ ହୋଇଯାଇଥିଲା। ଶିକ୍ଷକ ତାକୁ ଶ୍ରେଣୀରେ ବସିବାକୁ ଅନୁମତି ଦେଲେ, କିନ୍ତୁ କହିଲେ, ହେ ଛାତ୍ର, ଯଥା ସମୟରେ ଆସ। ଅନ୍ୟଦିନ ଯଥା ସମୟରେ ଶ୍ରେଣୀରେ ପହଞ୍ଚିବାକୁ ସେ ବହୁତ ଚେଷ୍ଟା କଲା, ତଥାପି କୌଣସି କାରଣରୁ ଡେରି ହୋଇଗଲା। ସେ ପୁନର୍ବାର ମଧ୍ୟ 10 ମିନିଟ୍ ଡେରିରେ ଶ୍ରେଣୀକୁ ଆସିଲା। ଶିକ୍ଷକ ମଧ୍ୟ ପୁନର୍ବାର କହିଲେ, ହେ ପୁଅ, ତୁମେ ଯଥା ସମୟରେ ଆସୁନାହଁ, ଏହା ବଡ଼ ଦୁଃଖର କଥା। ମାଧବ ଛାତ୍ରଛାତ୍ରୀମାନଙ୍କ ଆଗରେ ବାରମ୍ବାର ଲଜ୍ଜିତ ଓ ଅପମାନିତ ହେଲା। ସେ ଚିନ୍ତା କଲା, ତା ବ୍ୟତୀତ ଅନ୍ୟ କୌଣସି ଛାତ୍ର ଡେରିରେ ଆସୁନାହାନ୍ତି। ଏଣୁ ତୃତୀୟ ଦିନ ସେ ବିଶେଷ ଚେଷ୍ଟାରେ 15 ମିନିଟ୍ ପୂର୍ବରୁ ବିଦ୍ୟାଳୟକୁ ଗଲା। ଯେତେବେଳେ ସେ ବିଦ୍ୟାଳୟକୁ ଦେଖିଲା ସେତେବେଳେ ବିଦ୍ୟାଳୟର ମୁଖ୍ୟ ଦ୍ୱାର ବନ୍ଦ ରହିଛି। କେହି ହେଲେ ସେଠାରେ ଉପସ୍ଥିତ ନାହାନ୍ତି। ଠିକ୍ 8ଟା 55 ମିନିଟ୍ରେ ବିଦ୍ୟାଳୟର ସେବକ ଆସିଲା। ସେ ଦ୍ୱାର ଖୋଲିଦେଲା। କ୍ରମେ କ୍ରମେ ସବୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଆସିଲେ। ଠିକ୍ 9ଟାରେ ଘଣ୍ଟା ବାଜିଲା। ଏହାପରେ ପାଠ ଆରମ୍ଭ ହେଲା। ଜଣେ ଛାତ୍ର ମଧ୍ୟ ବିଳମ୍ବରେ ଆସିନଥିଲେ। ମାଧବ ସେଦିନ ଖୁବ୍ ଖୁସି ଥିଲା, ଯେଣୁ ସେ ପୂର୍ବରୁ ହିଁ ଆସିଯାଇଥିଲା। ସେ ଆଶ୍ଚର୍ଯ୍ୟ ହେଲା। ଶିକ୍ଷକ ପୁଣି କହିଲେ, ଆପଣଙ୍କର ସମୟ ଜ୍ଞାନ ନାହିଁ? ମାଧବ କହିଲା, ହେ ମହାଶୟ, ଆଜି ମୁଁ ଡେରିରେ ଆସିନାହିଁ, 15 ମିନିଟ୍ ପୂର୍ବରୁ ଆସିଛି। ତଥାପି ଆପଣ ଏପରି କହୁଛନ୍ତି? ମୋ ମନରେ ଦୁଃଖ। ଶିକ୍ଷକ ମୁରୁକି ହସି ବୁଝାଇଦେଲେ, ଡେରିରେ ଆସିବା ଭଲ ନୁହେଁ, 15 ମିନିଟ୍ ପୂର୍ବରୁ ଆସିବା ମଧ୍ୟ ଭଲ ନୁହେଁ। ପୂର୍ବରୁ ଆସି କ'ଣ କଲ? ଦ୍ୱାର ଆଗରେ ଠିଆ ହୋଇ ରହିଲ। ସେହି ସମୟରେ ନିଜ କୋଠରୀରେ କିଛି ପଢ଼ି ପାରିଥାନ୍ତ। କିଛି ଦିନ ପରେ ସେ ଶାସ୍ତ୍ର ଅଧ୍ୟୟନ କରି ଜାଣିଲା ଯେ ଆମ ଭାରତବର୍ଷରେ ଯେଉଁ ପଞ୍ଚାଙ୍ଗ ପ୍ରଚଳିତ ହେଉଛି ତାହା ସବୁ ଭାରତୀୟ ସମୟ ଗଣନା ଅନୁସାରେ ହୁଏ। କେତେବେଳେ ସୂର୍ଯ୍ୟପରାଗ, କେତେବେଳେ ଚନ୍ଦ୍ରଗ୍ରହଣ ହେବ, ତାହା ଯେପରି ଚିହ୍ନିତ ହୋଇ ରହିଥାଏ ସେହି ଅନୁସାରେ ହୁଏ। କେତେବେଳେ ଗୋଟିଏ ମୁହୂର୍ତ୍ତ ବି ବିଳମ୍ବ ହୁଏ ନାହିଁ। ଓଡ଼ିଶା ରାଜ୍ୟରେ ସାମନ୍ତ ଚନ୍ଦ୍ରଶେଖରଙ୍କ ଗଣନା ଅନୁଯାୟୀ ପଞ୍ଚାଙ୍ଗ ପ୍ରଚଳିତ ହୁଏ। ଭାରତୀୟମାନଙ୍କର ସମୟ ଜ୍ଞାନ ନାହିଁ ବୋଲି ଯେଉଁ ମୂର୍ଖମାନେ କୁହନ୍ତି ଇଣ୍ଡିଆନ୍ ଟାଇମ୍, ସେମାନେ କେବଳ ଆତ୍ମପ୍ରବଞ୍ଚନା ହିଁ କରନ୍ତି। ତାହା ଉଚିତ ନୁହେଁ। ସମୟାନୁବର୍ତ୍ତିତା ମାନବର ଏକ ମହାନ ଗୁଣ ଅଟେ।